ଆପଣଙ୍କ ଯୁବ ସାମ୍ବାଦିକ ଶ୍ରୀ ଲତିଫ କୁମାର ଓଝାଙ୍କୁ ଥାନାରେ ବର୍ତ୍ତମାନ ସେ ଅନଶନରେ ବସିଛନ୍ତି। ଆଜ୍ଞା ଆପଣ କାହିଁକି ବସିଛନ୍ତି ଏଠି? ତ ମୁଁ ଏଫଆଇଆର୍ ଯେଉଁ କରିଥିଲି ତ ମୋ ଏଫଆଇଆର୍ ଶୁଣାଗଲାନି, ମୋତେ କୌଣସି ନ୍ୟାୟ ମିଳିଲାନି। ମୁଁ ମୋର ଗୋଟେ ନେଲା ପରେ ଆଇଆଇସି ମୋତେ ମିସବିହେଭ୍ କରୁଛନ୍ତି, ଯେଉଁଥିପାଇଁ ମୁଁ ଏଠି ବର୍ତ୍ତମାନ ଥାନାରେ ବସିଛି। ଘଟଣା ହେଉଛି ଯେ ମୁଁ ମୋର ଗୋଟେ ପିଲାକୁ ବାହାର କରିବା ପରେ ଟର୍ମିନେସନ୍ କରିଥିଲି, ବହିଷ୍କାର କରିବା ପରେ ସେ କିଛି ଲୋକ ଲଗେଇକି ମୋତେ ଫୋନ୍ ମାଧ୍ୟମରେ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ଅସଭ୍ୟ ଭାଷାରେ ଯେଉଁ ଗାଳିଗୁଲଜ କରିଥିଲେ, ସେ ଯେଉଁ ଗାଳିଗୁଲଜ ମୋତେ କରିଥିଲେ, ସେ ଗାଳିଗୁଲଜ କରିବା ଫଳରେ ମୁଁ କ'ଣ କରିଥିଲି ନା ମୁଁ ଆଇଆଇସି ସାର୍ଙ୍କୁ ଜଣାଇଥିଲି। ଆଉ ଆଇଆଇସି ସାର୍ଙ୍କ ପାଖକୁ ଆସିଥିଲି। ଆଇଆଇସି ସାର୍ଙ୍କ ପାଖକୁ ଆସିଥିଲା ପରେ ବି ସେ ତାଙ୍କ ଚାମ୍ବରରେ ବି ମୋତେ ସେ ଫୋନ୍ କରିଥିଲା, ବାର ଫୋନ୍ କଲା ପରେ ବି ଆଇଆଇସିଙ୍କ ସାମ୍ନାରେ ମଧ୍ୟ ସେ ମୋତେ ଗାଳିଗୁଲଜ କରିଥିଲା। ହଁ ନିଶ୍ଚିତ ଭାବରେ ମୁଁ ତ କହିବି ଏଠି ଆଇଆଇସିଙ୍କ ପାଇଁ ନିଶ୍ଚିତ ଭାବରେ, କାରଣ ଏଠି ଆପଣମାନେ ଦେଖନ୍ତୁ ଯେଉଁ ମାନେ ବର୍ତ୍ତମାନ ଏଠି ବାଲି ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାରର ଯେଉଁ ମାନେ ଅସାମାଜିକ କାର୍ଯ୍ୟ ବର୍ତ୍ତମାନ ବଢ଼ି ଚାଲିଛି। ତା ଭିତରେ ଯଦି ସାମ୍ବାଦିକମାନଙ୍କୁ ଦଳି ଦିଆଯିବ, ଚକୁଟି ଦିଆଯିବ ପ୍ରଶାସନିକ ଅଧିକାରୀଙ୍କ ପାଖରେ, ମାନେ ମିଛ କେସ୍ରେ ମୋତେ ତାପରେ ମୋ କେସ୍ ଯେତେବେଳେ ନବୁଝା ହେଲା, ଆଇଆଇସିଙ୍କ ଚାମ୍ବରରେ ସୋଦା ହେଲା, ମୁଁ ତାପରେ ଅଭିଯୋଗ କଲି। 31 ତାରିଖରୁ ଅଭିଯୋଗ କରିବା ପରେ ତାପରେ ଥାନା ତରଫରୁ ତାଙ୍କୁ ଡକା ହେଲା ପରେ ଆଇଆଇସି ତାଙ୍କୁ ମନା କଲେ, ତୁମେ ପଳା, ତୁମକୁ ଯିଏ ଡାକିଛି ପୋଲିସ ଯିଏ ଡାକିଛି ତୁମକୁ ତା ନାଁରେ ତୁମେ କେସ୍ କର। ଏଭଳିଆ କଥା ବି ଗୋଟେ ସାଧାରଣ କଥାରେ ନିନ୍ଦନୀୟ। ଏ କଥା ଗୋଟେ ପୁଲିସ ଅଧିକାରୀ ପୁଲିସ ବିରୁଦ୍ଧରେ କହିବାଟା, ଏ ସିନିୟର ହେଉ କି ଜୁନିୟର ହେଉ, ଏଇଟା ମାନେ ଆଜି ବି ତାପରେ ଏସ୍ଡିପିଓଙ୍କ ସହିତ କଥା ହେଇଥିଲି। ଯେତେବେଳେ ଏଇ ଜିନିଷ ମୁଁ ଜାଣିଲି, ମୁଁ ଯାଜପୁର ଏସ୍ଡିପିଓଙ୍କ ସହିତ କଥା ହେଲି। ଯାଜପୁର ଏସ୍ଡିପିଓ ମୋତେ ପ୍ରତିଶ୍ରୁତି ଦେଲେ ଯେ ଆପଣ ବ୍ୟସ୍ତ ହୁଅନ୍ତୁନି, ମୁଁ ଏବେ ଆଇଆଇସିଙ୍କ ସହିତ କଥା ହେଉଛି। ମୁଁ ସେ ରେକର୍ଡ଼ିଂ ସବୁ ମଧ୍ୟ ଶୁଣିଛି, ଅନୁଭବ କଲି ଆପଣଙ୍କୁ ସେମାନେ ଗାଳିଗୁଲଜ କରୁଛନ୍ତି। ମୁଁ ସେ ବିଷୟରେ ମଧ୍ୟ ମୁଁ ଆଇଆଇସିଙ୍କୁ ପଠାଇଥିଲି ତାଙ୍କ ହ୍ୱାଟ୍ସଆପ୍ରେ। ଆଉ ଆଇଆଇସିଙ୍କ ସହିତ ମଧ୍ୟ ମୁଁ କଥା ହେଇଥିଲି ଏ ବିଷୟରେ। ଆଉ ବ୍ୟସ୍ତ ହୁଅନ୍ତୁନି, ଏବେ ମୁଁ ଆଉ ଥରେ କଥା ହେଉଛି, ନିଶ୍ଚିତ ଭାବରେ ତୁମକୁ ନ୍ୟାୟ ମିଳିବ। ଆଉ ତୁମେ ବ୍ୟସ୍ତ ହୁଅନି। ତାପରେ ମୋତେ କିଛି ଥାନାର ଯେଉଁ ଏ ଭଦ୍ରଲୋକ କିଛି ମୋତେ କହିଥିଲେ, ଯେଉଁ ବରପଦାର ସରପଞ୍ଚ ମୋତେ ରିକ୍ୱେଷ୍ଟ କରିଥିଲେ। ଆପଣ ଆଜି ଯେଉଁ ଥାନାରେ ବସିବା ପୂର୍ବରୁ ଥାନା ବାଲା ଏପର୍ଯ୍ୟନ୍ତ ଆପଣଙ୍କୁ ଆସିକି କିଛି ଆଶ୍ୱାସନା ଦେଲେ? ମୋତେ ଆସିକି ଭିତରକୁ ଡାକୁଛନ୍ତି। ମୁଁ କହିଲି ଦେଖନ୍ତୁ, ମୁଁ ଭିତରକୁ ଯିବିନି, କାରଣ ଭିତରେ ଆପଣ ମୋତେ ଧମକ ଦେଇଛନ୍ତି ଆପଣଙ୍କ ନାଁରେ କେସ୍ କରାଯିବ। ପୁଣି ଆପଣଙ୍କୁ ଯିବି, ଆପଣ କହିବେ ମୋତେ ଗାଳିଗୁଲଜ କଲ, ମାରିଲ, ପିଟିଲ। ଆଉ ସେ କିଛି ଅସମ୍ଭବ ନୁହେଁ ନା। ଯାହା ହେବ ମୋତେ ଏଇଠି କହିଦେବେ, ମୁଁ ଥାନା ସାମ୍ନାରେ ବସିଛି। କାରଣ ଆପଣଙ୍କ ସିସିଟିଭି ଆପଣ ଯେତେବେଳେ କହିଲେ ଏ ସିସିଟିଭି ଆମମାନଙ୍କର, ଏଥିରେ ଆପଣମାନଙ୍କର କିଛି ଅଧିକାର ନାହିଁ। ସେଠି ଆମେ କ'ଣ ବିଶ୍ୱାସ କରିବା? ବର୍ତ୍ତମାନ ମୁଁ ଏଇଥିପାଇଁ ବସିଛି ଯେ କାଲି ଗଲା ପରେ ଆଜି ମୋତେ କହିଥିଲେ, ମୁଁ ଆଜି ଆସିଥିଲି ଦେଖା କରିବାକୁ। ମୁଁ ଆଇଆଇସିଙ୍କ ସହିତ କେତେ ସମୟ ପର୍ଯ୍ୟନ୍ତ ବସିବା ପାଇଁ ଅନୁଭବ କରୁଛନ୍ତି? ଆଜ୍ଞା, କେତେ ସମୟ ପର୍ଯ୍ୟନ୍ତ ରହିବେ ଏଠି ଅନଶନରେ? ମୁଁ ଯେପର୍ଯ୍ୟନ୍ତ ଯିଏ ମୋତେ ଗାଳିଗୁଲଜ ନ କରିଛି, ତାଙ୍କ ଭିତରୁ କାହାକୁ ପୋଲିସ ନ ଧରିକି ଆଣୁଛି, ସେ ପର୍ଯ୍ୟନ୍ତ ମୁଁ ଅନଶନରେ ଧାରଣାରେ ବସିବି ମୋ ପରିବାରକୁ ନେଇକି। ଆଜ୍ଞା, ବର୍ତ୍ତମାନ ଆପଣ ଶୁଣିଲେ ଶ୍ରୀ ଲତିଫ କୁମାର ଓଝାଙ୍କର, ଯୁବ ସାମ୍ବାଦିକ ଲତିଫ କୁମାର ଓଝାଙ୍କର ତାଙ୍କର ପ୍ରତିକ୍ରିୟା। ଆମେ ଯାଇକି ଆଇଆଇସିକୁ ମଧ୍ୟ ପଚାରିଥିଲୁ। ଆଇଆଇସି ମଧ୍ୟ ସିଏ ବର୍ତ୍ତମାନ ଆମ ସହିତ ଅସହଯୋଗ କଲେ ଯେ ସେ ଆମକୁ କୌଣସି ବାର୍ତ୍ତା ଦେବା ପାଇଁ ଆମ ସହିତ ସହଯୋଗ କରିବା ପାଇଁ ଚାହିଁଲେନି।